କାହାଣୀ ପାଦୁକା ପୂଜା। ରାମଙ୍କ ଭଳି ପିତୃଭକ୍ତ କିଏ ଅଛି? ନା ଲକ୍ଷ୍ମଣ ଭରତଙ୍କ ଭଳି ଭାତୃଭକ୍ତ ଆଉ କିଏ ଜନ୍ମିଛି ଏ ସଂସାରରେ? ପାଦୁକା ପୂଜାରେ ଭରତଙ୍କୁ ଟପିଯିବ ଏମିତି କେହି ମଣିଷ ନାହିଁ ଏ ପୃଥିବୀରେ। ବିଧାନ ବାବୁଙ୍କ ଘରେ ପାଦୁକା ପୂଜା ଦେଖି କେହି କେହି ଏକଥା ଭାବନ୍ତି ତ କେହି କେହି ହସନ୍ତି। ଭାବନ୍ତି ଏଗୁଡ଼ାକ ସବୁ ଲୋକ ଦେଖାଣିଆ ଭକ୍ତି। ପାଦୁକା ପୂଜା ପୁଣି ବାପାର ନୁହେଁ କି ମାଆର ନୁହେଁ, ବାପାଙ୍କ ସାନ ଭାଇ ବିଧାନ ବାବୁଙ୍କର ଦାଦାଙ୍କର। ବାପା ମାଆଙ୍କର ପାଦୁକା କଥା ଛାଡ଼, ଫଟୋଟିଏ ବି ନାହିଁ ବିଧାନ ବାବୁଙ୍କ ଘରେ, ଅଥଚ ଦାଦାଙ୍କର ପାଦୁକା ପୂଜା ହେଉଛି। ସେ କାଳରେ ଫଟୋ ଉଠୁନଥିଲା ବୋଲି କେମିତି କହିବା? କେତେ କାଳର କଥା କି? ବିଧାନ ବାବୁଙ୍କ ପିଲାକାଳ ହେଉଛି ଆଜିକୁ 35 ବର୍ଷ ତଳର କଥା। ସେତେବେଳକୁ ସହରରେ ନିଜର ଫଟୋ ବନ୍ଧେଇ କରି କାନ୍ଥରେ ଟାଙ୍ଗିବାର ଫ୍ୟାସନ୍ ଆସିଗଲାଣି। ମାତ୍ର ନିପଟ ମଫସଲ ଗାଁରେ ଥିଲାବାଲାଙ୍କ ଘରେ ମଧ୍ୟ ଜିଅନ୍ତା ମଣିଷର ଫଟୋ ଉତାରି କାନ୍ଥରେ ଟାଙ୍ଗିବା ଦେଖା ନଥିଲା। ଠାକୁରଙ୍କ ଫଟୋ ବ୍ୟତୀତ ମଣିଷଙ୍କ ଫଟୋ କାନ୍ଥରେ ଟାଙ୍ଗି ନୀତି ଦର୍ଶନ କରିବ କିଏ କାହିଁକି ଏ ଅଭିଲା ହୋଇ କରନ୍ତା? କାଁ ଭା ଲୋକଙ୍କର ଫଟୋ ଓ ଠାକୁରଙ୍କ ଫଟୋ ଟଙ୍ଗା ହେଉଥିଲା ଜମିଦାର ସାହୁକାରଙ୍କ କାନ୍ଥରେ। ଫୁଲମାଳ ଦିଆହୋଇ ଧୂପ ଧୂପ ଦିଆ ହେଉଥିଲା ମଲା ଲୋକଙ୍କଠି। ତେଣୁ ବିଧାନ ବାବୁଙ୍କ ବାପା ମା ଦାଦା ଖୁଡ଼ି କାହାରି ଫଟୋ ଖଣ୍ଡିଏ ନାହିଁ। ସେମାନଙ୍କର ମୁହଁ ସବୁ ମରିହଜି ଗଲାଣି। ଖାଲି ସ୍ମୃତିପଟରେ ଯେତିକି ଅଛି ସେତିକି। ଆଜି ବିଧାନ ବାବୁଙ୍କ ଘରେ ଫଟୋ ଉଠେଇବା ଫ୍ୟାସନ୍ ଦିନକୁ ଦିନ ଏମିତି ବଢ଼ୁଛି ଯେ ଭାତ ଖାଇ ହାତ ଧୋଇଲେ ବି ଫଟୋ ଉଠା। ବାପା ମା ଦାଦା ଖୁଡ଼ିଙ୍କର ଫଟୋଟିଏ ରଖିପାରିଲେ ନାହିଁ ବୋଲି ବିଧାନ ବାବୁ ଦୁଃଖ କରନ୍ତି। କିନ୍ତୁ ଏକା ଦାଦାଙ୍କର 2ଟି ଚମଡ଼ା ଚଟିକୁ ଖଟୁଲି ଉପରେ ରଖି ପୂଜା କରିବାର କାରଣ କ'ଣ? ପିଲାଏ ପଚାରିଲେ କହନ୍ତି, ବାବା ଆଖି ବୁଜିବା ବେଳକୁ ମୁଁ ପଢ଼ୁଥିଲି 9ମ ଶ୍ରେଣୀରେ। ଦାଦା ହିଁ ପିଲାଟି ଦିନରୁ କୋଳେଇ କାଖେଇ ବଡ଼ କରିଥିଲେ। ବାପା ବଞ୍ଚିଥିଲା ବେଳେ ମଧ୍ୟ ନିଜ ପିଲାଙ୍କୁ କୋଳକୁ ନେବାକୁ ବେଳ ନାହିଁ। ବାପା ଥିଲେ କଡ଼ା ମିଜାଜର ଲୋକ। ତେଣୁ ମୋ ବାପାଙ୍କ ଅପେକ୍ଷା ଦାଦାଙ୍କୁ ବେଶୀ ଭଲ ପାଉଥିଲି। ଏତିକି ପିଲାଙ୍କ ପ୍ରଶ୍ନର ଉତ୍ତର ସନ୍ତୋଷଜନକ ନଥିଲା ଏକଥା ଜାଣନ୍ତି ବିଧାନ ବାବୁ। କିନ୍ତୁ ପିଲାଙ୍କୁ କ'ଣ ସବୁକିଛି କହିହୁଏ? କହିଲେ ମଧ୍ୟ ପିଲାଏ ତାଙ୍କର ଭାବପ୍ରବଣତାକୁ ସେତିକି ସମ୍ମାନ ଦେଇ ନ ପାରନ୍ତି ଯେତିକି ସମ୍ମାନ ଦିଏ ଚିତ୍ରା, ତାଙ୍କ ପିଲାମାନଙ୍କର ମା। ବରଂ ପିଲାଏ ଭାବିପାରନ୍ତି ତାଙ୍କ ବାପା ଜଣେ କୃପଣ ଏବଂ ଅକୃତଜ୍ଞ ମଣିଷ। ଦାଦା ତାଙ୍କର ଏତେ କଲେ, ଅଥଚ ବିଧାନ ବାବୁଙ୍କ ଘରେ ପାଦୁକା ପୂଜାଟା ବନ୍ଧୁବାନ୍ଧବ ମହଲରେ ଗୋଟିଏ ଚର୍ଚ୍ଚାର ବିଷୟ ଥିଲା। ତାର ଅର୍ଥ ନୁହେଁ ଯେ ବିଧାନ ବାବୁ ଦାଦାଙ୍କ ପ୍ରତି ତାଙ୍କ ଭକ୍ତିକୁ ବିଜ୍ଞାପିତ କରୁଥିଲେ। ବରଂ ବିଧାନ ବାବୁ ତାଙ୍କୁ ଶୋଇବା ଘରର ଗୋଟିଏ କୋଣରେ ଖଟୁଲି ଉପରେ ମଖମଲ ନାଲି କନା ଖଣ୍ଡିଏ ପରି ପୁରୁଣା ଚମଡ଼ା ଚପଲ 2ଟିକୁ ରଖିଛନ୍ତି। ସେଥିରେ ଚନ୍ଦନ ଛିଟା ଶୁଖିଯାଇଛି। ପ୍ରତିବର୍ଷ ଦାଦାଙ୍କ ଶ୍ରାଦ୍ଧ ଦିନ ଚନ୍ଦନ ଧୂପ ଦେଇ ପୂଜା କରନ୍ତି। କାରଣ ସେ ପୁତୁରା ହୋଇଥିବାରୁ ଦାଦାଙ୍କୁ ପିଣ୍ଡ ବାଢ଼ି ପାରନ୍ତିନି। ପ୍ରତିଦିନ ଗାଧୋଇ ସାରି ଠାକୁରଙ୍କ ଫଟୋକୁ ପ୍ରଣାମ କଲାବେଳେ ବାପା ବୋଉ ଦାଦା ଖୁଡ଼ିଙ୍କୁ ସ୍ମରଣ କରନ୍ତି ଏବଂ ଦାଦାଙ୍କ ପାଦୁକାକୁ ମଧ୍ୟ ପ୍ରଣାମ କରନ୍ତି। ମାତ୍ର ଏତିକ। କିନ୍ତୁ କଥାଟି ଲୁଚି ରହିନାହିଁ। ଆଜିକାଲି ଜନ୍ମ କଲା ବାପା ମାଆଙ୍କୁ ଯୋଗ୍ୟ ସନ୍ତାନମାନେ ଜିଅନ୍ତା ନାରଖାର କରୁଛନ୍ତି। ମରନ୍ତେ ଦାଦା ଖୁଡ଼ିଙ୍କୁ ପଚାରେ କିଏ? ଅଥଚ ମୃତ ଦାଦାଙ୍କ ପାଦୁକା ପୂଜା କରିବା କଳିଯୁଗରେ ପିତୃପୁରୁଷଙ୍କ ପ୍ରତି ଭକ୍ତିର ଏକ ଜ୍ୱଳନ୍ତ ଉଦାହରଣ ନୁହେଁ କି? କଥା କଥାକେ ସାଇ ପଡ଼ିଶା ବନ୍ଧୁବାନ୍ଧବ ନିଜ ଅବାଧ୍ୟ ଉପର ମୁହାଁ ପୁଅ ଝିଅଙ୍କୁ କହନ୍ତି, ଯାଅ ଦେଖି ଆସ ବିଧାନ ବାବୁଙ୍କ ଘର। କେତେ ବଡ଼ ଲୋକ, କେତେ ବିଦ୍ୱାନ, କେତେ ଯଶଖ୍ୟାତି, ଅଥଚ ଦାଦାଙ୍କର ପାଦୁକା ପୂଜା କରୁଛନ୍ତି। ପିତୃପୁରୁଷଙ୍କ ପ୍ରତି ଭକ୍ତି ଯୋଗୁଁ ସେ ଉପରକୁ ଉପରକୁ ଉଠୁଛନ୍ତି। ଯାଅ ଦେଖ, ଟିକେ ହେଜବ ପଶୁ ତମମାନଙ୍କର। ବିଧାନ ବାବୁଙ୍କ ମୁହଁ ଉପରେ ଏପରି ପ୍ରଶଂସା କେହି କଲେ ସେ ବିନୟ ଭାବରେ ମ୍ରିୟମାଣ ହୋଇଯାଆନ୍ତି। ଛାତିରେ ଏକ ଅଜଣା କଷ୍ଟ ହୁଏ। 80 ବର୍ଷ କାଳ ଚାଲି ଚାଲି ଥକି ପଡ଼ିଥିବା ଦାଦାଙ୍କର ମଇଳା ଶୀର୍ଣ୍ଣ ପାଦ 2ଟା ଦିଶିଯାଏ। ଆଖି ଓଦା ଓଦା ଲାଗେ। କାହିଁକି ଲୋକମାନେ ପର କଥାରେ ଏତେ ମୁଣ୍ଡ ଖେଳାନ୍ତି? ତାଙ୍କ ଅକୁହା ଦୁଃଖ ଉପରେ ବାରମ୍ବାର ଆଘାତ କରିବା କି ଦରକାର? କିଏ କାହାକୁ ପୂଜିବ ନ ପୂଜିବ ସେଇଟା ତାର ନିଜ ମାମଲା। ସେଥିପାଇଁ ଅନ୍ୟମାନେ ଏତେ ଚର୍ଚ୍ଚା କରନ୍ତି କାହିଁକି?
ବିଧାନ ବାବୁଙ୍କର ଯେଉଁମାନେ ନିକଟତମ ବନ୍ଧୁବାନ୍ଧବ ସେମାନେ ବିଧାନ ବାବୁଙ୍କଠି କେବଳ ପିତୃପୁରୁଷ ପ୍ରତି ଅଚଳା ଭକ୍ତିର ନମୁନା ପାଦୁକା ପୂଜା ଦେଖି ନାହାନ୍ତି, କରୁଣାର ଆଉ ଏକ ବିଚିତ୍ର ରୂପ ମଧ୍ୟ ଦେଖିଛନ୍ତି। କେହି କିଛି ସାହାଯ୍ୟ ମାଗିବା ପାଇଁ ଆସିଲେ ତାର ପେଟ ପେଟିକୁ ନ ଚାହିଁ ତାର ପାଦକୁ ଚାହାନ୍ତି, ଦୀର୍ଘଶ୍ୱାସଟି ଛାଡ଼ନ୍ତି। ଯାହା ସାହାଯ୍ୟ କରନ୍ତୁ ବା ନ କରନ୍ତୁ ପଚାରନ୍ତି, ତମର ହଳେ ଚଟି ଦରକାର କି? ମୋର ଚପଲ ହଳକ ନବ? ନଚେତ୍ ଟଙ୍କା ଦେବି ଚପଲ ହଳେ କିଣି ପିନ୍ଧିବ। ଦେଖ ତମ ପାଦ ଦୁଇଟା କେମିତି ଚାଲୁଛି, କେତେ ଚାଲୁଛି। ବଡ଼ କଷ୍ଟ ହେଉଥିବ ଖରାଦିନେ ତତଲା ବାଲିରେ ପିଚୁ ରାସ୍ତାରେ। ଯୋଗୀ, ଭିକାରୀ, ଦରିଦ୍ର ଛାତ୍ର ଓ ସାହାଯ୍ୟ ପ୍ରାର୍ଥୀଙ୍କୁ, ବୟସ୍କ ଅଭାବଗ୍ରସ୍ତ ସମ୍ପର୍କୀୟଙ୍କୁ ସେ ନୂଆ ଚପଲ କିଣି ଦେଇଛନ୍ତି। ପଚାରିଲେ କହନ୍ତି, କେବଳ ଅନ୍ନଦାନ ବା ବସ୍ତ୍ରଦାନ ପୁଣ୍ୟ କାର୍ଯ୍ୟ ନୁହେଁ, ଖରାଦିନେ ଜାଡ଼ ଦିନେ ପାଦୁକା ଦାନ ମଧ୍ୟ ମହାପୁଣ୍ୟ କାର୍ଯ୍ୟ। ମୋ ପିଲାଦିନେ ଦାଦା ଥରେ କହିଥିଲେ। ଏତିକି କହି ଅନ୍ୟମନସ୍କ ହୋଇଯାଆନ୍ତି ବିଧାନ ବାବୁ। ଏଥିରୁ ଜଣାପଡ଼େ ସେ ଦାଦାଙ୍କ କଥାକୁ ବେଦର ଗାର କରି ରଖିଛନ୍ତି। ବଡ଼ ବିନୟୀ ଏବଂ ଭାବପ୍ରବଣ ମଧ୍ୟ ସେ। ବିଧାନ ବାବୁ ଯାହା କହିବାକୁ ଚାହାନ୍ତି କହିପାରନ୍ତି ନାହିଁ। ଖାଲି ଜଳ ଜଳ ହୋଇ ଦିଶେ ଦାଦାଙ୍କର ସେଥା ଫୁଲିଲା ପାଦ, ମଲା ପାଦ ଦୁଇଟି। ସେଇ ପାଦ ଦୁଇଟି ଦିନେ ବିଧାନ ବାବୁଙ୍କର ପାଦ ହୋଇଥିଲା। ଦାଦାଙ୍କର ପାଦରେ ବିଧାନ ନାମକ ବାଳକଟି ସେଦିନ ବାଟ ଚାଲିନଥିଲେ ଆଜି କ'ଣ ଏଠି ପହଞ୍ଚି ପାରିଥାନ୍ତା? ସେ କାଳର କୁଟୁମ୍ବଦାରିଆ 51ବର୍ତ୍ତୀ ପରିବାର କଥା ଆଜି ବିଧାନ ବାବୁଙ୍କ ପିଲାଏ ବିଶ୍ୱାସ କରନ୍ତି ନାହିଁ। ବିଶ୍ୱାସ କଲେ ବି ପସନ୍ଦ କରନ୍ତି ନାହିଁ। ପରିବାର ମାନେ କ'ଣ ଗାଈ ଗୋଠ? ବାପରେ ବାପ, ଜେଜେବାପା, ବାପା, ବଡ଼ ବାପା, ଦାଦା, ଖୁଡ଼ି, ବଡ଼ ବୋଉ, ଜେଜେମା, ସମସ୍ତଙ୍କର ପିଲାମାନେ, ଗଲା ଅଇଲା ପିଉସୀ, ମାଉସୀ, ନାନୀ ଓ ତାଙ୍କର ପିଲାମାନେ, ଲେଖାଜୋଖାରେ ବନ୍ଧୁବାନ୍ଧବ, କୋଠିଆ, ହଳିଆ, ସମସ୍ତେ ଖାଇବେ ଗୋଟିଏ ହାଣ୍ଡିରେ। ତାର ଅର୍ଥ ଦିନ ରାତି ଖନ୍ଦାଶାଳ ଲାଗିଥିବ ବାହା ନିମିତ୍ତ ଭଳି। କେମିତି ଏତେ ଲୋକ ଏକ ଘରେ ରୁହନ୍ତି ପାଟିବୁଜି ଗୋରୁଙ୍କ ଭଳି? ଯାହାଙ୍କର ସବୁ କୋଠରେ ନିଜସ୍ୱ ଇଚ୍ଛା, ଆଗ୍ରହ, ପସନ୍ଦ, ଏପରିକି ଖାଦ୍ୟ ରୁଚି ବୋଲି କିଛି ନାହିଁ। କୁଆଡ଼େ ପିଲା ଖାଉଡ଼କ ଏକାଭଳି ଜାମା ପ୍ୟାଣ୍ଟ ପିନ୍ଧନ୍ତି, ମାଇପେ ସଧବା ବିଧବା ମୁତାବକ ଏକାଭଳି ଶାଢ଼ୀ ପିନ୍ଧନ୍ତି। ଅବଶ୍ୟ ବାପଘର ଶାଢ଼ୀ ଭିନ୍ନ, କିନ୍ତୁ କିଏ କେତେବେଳେ କାହାରି ଶାଢ଼ୀ ଗହଣା ପିନ୍ଧିବାରେ ବାରଣ ନଥାଏ। ଯେମିତି ଘର ନୁହେଁ ଗୋଟିଏ ଆଖଡ଼ାଶାଳ। ଦିନ ରାତି ହୋ ହୋ ଘୋ ଘୋ, ସଭିଏଁ କାର୍ଯ୍ୟବ୍ୟସ୍ତ। ପୁଣି କାହାରି କାମ ବାଧେନି। ଜଣେ ପରିବା କାଟିଲେ ଆଉ ଜଣେ ପାଣି ଆଣିଦିଏ। ଏକାଖରୁ ସେକାଖ କୋଡ଼ ପିଲା ହେବା ପରି ଏ ହାତରୁ ସେ ହାତ କାମ ପାଇଯାଏ ସୁରୁଖୁରୁରେ। କେଜାଣେ ମନ ଫଟାଫଟି ଉଖୁରା ଉଖୁରି ମାଇପିଙ୍କ ଭିତରେ ହେଉଥିବ। ମର୍ଦ୍ଦଙ୍କ କାନକୁ କଥା ଆସେନି। ଯେମିତି ଦିଟା ରାଜ୍ୟ ମର୍ଦ୍ଦଙ୍କର ମାଇପିଙ୍କର। କିଶୋର ବିଧାନ ମର୍ଦ୍ଦଙ୍କର ରାଜ୍ୟ ସହ ଖବର ସହ ପରିଚିତ। କାରଣ ତା ବାପା ଦାଦାଙ୍କ ଭଳି ସେ କେବେ ପ୍ରମିଳା ରାଜ୍ୟ ଖବର ରଖିନି। ସେ ଦେଖିଛି ତାର ବାପାଙ୍କୁ, ବଡ଼ କଡ଼ା ମିଜାଜ, କର୍ମଠ, ସଚ୍ଚୋଟ, ସତ୍ୟବାଦୀ ଆଉ ଗମ୍ଭୀର। ବିଧାନ ତାଙ୍କ ପାଖ ବସେନି। ବାପା ମଧ୍ୟ ଛୁଆମାନଙ୍କୁ କୋଳକୁ ନିଅନ୍ତିନି। ଖାଲି କଚେରୀ କାମରେ କଟକ ଯାଇଥିଲେ କନ୍ଦରପୁରର ନାମଜାଦା ରସଗୋଲା ଠେକିଏ ଆଣି ଆସନ୍ତି ପିଲାଙ୍କ ପାଇଁ। ବିଧାନ ରସଗୋଲା ପ୍ରିୟ। କେଉଁ ଭଲ ଜିନିଷଟା ଗୋଟିଏ ଲେଖାଏଁ ଭାଗ ପଡ଼େ ସମସ୍ତଙ୍କର। ପିଲାଙ୍କର 2ଟା ଲେଖେ। ବାପା ସେଇ ହିସାବରେ ଆଣିଥାନ୍ତି କି କ'ଣ? ତେବେ ବୋଉ ଖୁଡ଼ି କେବେ ରସଗୋଲା ଖାଇବାର ବିଧାନ ଆଖିରେ ପଡ଼ିନି। ଜେଜେମାଙ୍କୁ ବୋଉ ତାର ବାଧ୍ୟ କରି ରସଗୋଲା ଦିଏ, କୁଆଡ଼େ ବାଳବୃଦ୍ଧ ସମାନ। ତେବେ ଦାଦାଙ୍କ ଭାଗ ରସଗୋଲାଟି ବିଧାନ ଭାଗରେ ପ୍ରାୟ ପଡ଼ିଥାଏ। ଚାରିଆଡ଼କୁ ଡାକି ନେଇ ଦାଦା ରସଗୋଲାଟି ବିଧାନ ପାଟିରେ ଦିଅନ୍ତି। କହନ୍ତି, ଡାଆଣୀଙ୍କ ଭଳି ଚାଖି ଚାଖି ଖାନି, ଝଟ ଖାଇଦେ, ନଇଲେ ପଙ୍ଗପାଳ ଦଳ ପହଞ୍ଚିଯିବେ। ଚିଲ ଭଳି ଝାମ୍ପି ନେବେ, ଚାହିଁଥିବୁ ଉପରକୁ। ବିଧାନ ରସଗୋଲାଟି ବିକଳରେ ଗର୍ଭସାତ କରିସାରି ଭାବେ, ଦାଦା ରସଗୋଲାଟି ତାକୁ ନ ଦେଇ ତାଙ୍କ ନିଜ ବିରାଜକୁ ବି ଦେଇପାରିଥାନ୍ତେ। କାରଣ ଖାଇବାରେ ସେ ଭୀମ। ତେବେ ନିଜ ପୁଅ ଆଉ ଭାଇର ପୁଅ ଭିତରେ ବାରି ହେବା ଭଳି କୌଣସି କଥା ଯେତେବେଳେ ଏ ଘରେ ଘଟୁନଥିଲା, ରସଗୋଲା କଥାରେ ସେଭଳି ଘଟିବ କାହିଁକି? ଦାଦା ବାପାଙ୍କ ଭଳି ବୁଦ୍ଧି ଆଉ କାମିକା ନଥିଲେ। ଯେଉଁ କାମରେ ହାତ ଦେଲେ ସେ ବୁଡ଼ିଲା। ବାପାଙ୍କର ବହୁ ଅର୍ଥ ଶ୍ରାଦ୍ଧ ହେଲା ଦାଦାଙ୍କ ହାତରେ। କ୍ରମେ ଦାଦା ନିକମାରେ ଗଣା ହେଲେ। ଦାଦାଙ୍କ କାମ ହେଲା ବିଲବାଡ଼ି ଚାଷବାସ କାମ ତଦାରଖ କରିବା। 51ବର୍ତ୍ତୀ ପରିବାର। ଜଣେ ନିକମା ହେଲେ ମଧ୍ୟ ତା ପେଟ ଅପୋଷା ରହେନି। କିନ୍ତୁ ବିଧାନ କେବେ ହେଲେ ଦାଦାଙ୍କୁ ନିକମା ମଣି ନାହିଁ।
ଖୁଡ଼ି ହାତରେ ହାଣ୍ଡି ଚୁଲି। ତା ଜୀବନର ସବୁ ସମୟ ଚାଲିଯାଏ ରୋଷେଇ ଘରେ। ଖାଇ ପିଇ ହାଣ୍ଡି ପଖାଳି ଶୋଇବା ବେଳକୁ ରାତି ଅଧ। ଖୁଡ଼ିର ଅଣ୍ଟା ଧରିଯାଏ, ସକାଳୁ ଉଠିପାରେନି। ବିଧାନ କେତେ ଥର ଦେଖିଛି ଦାଦା ଖୁଡ଼ିର ଗୋଡ଼ ଚିପି ଦେବା, ଆଣ୍ଠୁରେ ମଲମ ଘଷିବା। ସେ କୁଆଡ଼େ ମାଇପି ବୋଲକରା ନିକମା ମଣିଷଙ୍କ କାମ। କିନ୍ତୁ ବିଧାନ ଜାଣେ ଦାଦା ମାଇପି ବୋଲକରା ନଥିଲେ। ତା ହୋଇଥିଲେ ଏତେ ବଡ଼ 51ବର୍ତ୍ତୀ ପରିବାରର ମୂଳଦୁଆ ଦୋହଲି ଯାଇଥାନ୍ତା। ଖୁଡ଼ିର ଦିହ ମୁଣ୍ଡ ଦାଦା ଦେଖିନଥିଲେ କିଏ ଦେଖିଥାନ୍ତା? ଖୁଡ଼ି ସବୁ ପାଇଟି ସାରି ବୋଉର ଗୋଡ଼ ମୋଡ଼ିଦିଏ। ମାତ୍ର ବୋଉ ଖୁଡ଼ିର ଗୋଡ଼ ମୋଡ଼ି ଦେବାର ବିଧାନ କେବେ ଦେଖିନି। କେମିତି ମୋଡ଼ିଦେବ? ଖୁଡ଼ି ପରା ସାନ ଯା। ବୋଉ କିନ୍ତୁ ଏତେ ଭିଡ଼ କାମ କରେନି। ବଡ଼ ଯା ବୋଲି ନିୟମ ଅନୁସାରେ କାନିରେ ଚାମ୍ବି ପେନ୍ଥା ବାନ୍ଧି ମାମଲାତି କରେ। ଖୁଡ଼ି ଥାଏ ହାତ ଟେକାରେ। କିନ୍ତୁ ସେଇଟା ବୋଉର ଖୁଡ଼ି ଉପରେ ଅତ୍ୟାଚାର ନୁହେଁ, 51ବର୍ତ୍ତୀ ପରିବାରର ନିୟମ। କିନ୍ତୁ ଖୁଡ଼ିର ଖାଇବା ପିନ୍ଧିବାରେ ଉଣା ନଥାଏ। ବୋଉ ଖୁଡ଼ି ଏକା କଂସାରେ ଖାଆନ୍ତି। ଦାଦା ଖୁଡ଼ିଙ୍କର ପିଲାମାନଙ୍କ ପ୍ରତି ପାତର ଅନ୍ତର ନଥାଏ। ଖୁଡ଼ି ସକାଳୁ ଝଅଟ ଉଠିପାରେ ନାହିଁ ବୋଲି ଦାଦା ସକାଳୁ ଚୁଲି ମୁଣ୍ଡକୁ ଯାଇ ପହିଲେ ଡେକ୍ଚିଟିଏ ଚା ବସାନ୍ତି। ଘରେ ସଭିଙ୍କୁ ଏପରିକି ଚାକର କୋଠିଆଙ୍କୁ ଚା ପରିବେଷଣ କରନ୍ତି। ତାପରେ ପିଲାମାନଙ୍କ ଜଳଖିଆ, ସୁଜି, ଶାଗୁ, କ୍ଷୀର ଆଉଟା ଏବଂ ମାଇପିମାନେ ପଖାଳ ଖାଇବେ ବୋଲି ଭଜା ସନ୍ତୁଳା କରନ୍ତି। ଖୁଡ଼ିର ଅଣ୍ଟା ଧରେ ବୋଲି ଖୁଡ଼ି ଡେରିରେ ଗାଧାଏ। ଅଗାଧୁଆ ଚୁଲି ମୁଣ୍ଡକୁ ଯିବ କିପରି? ଦାଦା ନିକମା ବୋଲେଇଲେ ବି ପୁରୁଷ ଲୋକ। ସେ ଅଗାଧୁଆ ଅଘସା ମଧ୍ୟ ଚୁଲି ହାଣ୍ଡି ଛୁଇଁ ପାରିବେ, ଭଜା ସନ୍ତୁଳା କରିପାରିବେ। ବାହା ନିମିତ୍ତ ପର୍ବପର୍ବାଣୀରେ ଦାଦା ରାତି ରାତି ବସି ଖଜା, ପିଠା, ଉଖୁଡ଼ା, ମୁଆଁ କରନ୍ତି। ସେଥିରେ ସେ ଦକ୍ଷ। ଖୁଡ଼ି ମଧ୍ୟ ଦାଦାଙ୍କ ଭଳି ଏତେ ଭଲ ପିଠାପଣା କରିପାରେନି। ଆରିସା ପିଠା ଦାଦାଙ୍କ ହାତରେ ଯେମିତି ଉତୁରେ, ଖୁଡ଼ି ହାତରେ ସେମିତି ଉତୁରେ ନାହିଁ। ପିଠାରୁ ଜାଣି ହେବ ଦାଦା କହିଛନ୍ତି ଖୁଡ଼ି କରିଛନ୍ତି। ସକାଳୁ 2-3 ଥର ଚା ଭାଟି ବସେ। ଦାଦା ଚୁଲି ମୁଣ୍ଡେ ବସି ବସି ଅଗାଧୁଆ ଚା ପିଅନ୍ତି 2-3 ଥର। ଚା ସଙ୍ଗେ ହୁଡ଼ୁମ୍ କି ଚୁଡ଼ା ଭଜା ପୋଷେ ପାଟିକି ପକାନ୍ତି। ସେତିକି ଦାଦାଙ୍କର ସକାଳ ଜଳଖିଆ। କେବେ କେବେ ହାଲୁଆ କରିଥିଲେ ସେଥିରୁ ମେଞ୍ଚାଏ ଖାଆନ୍ତି। ଦାଦାଙ୍କର ପକ୍ଷୀ ଆହାର, ତେଣୁ ଶରୀର ଦୁର୍ବଳ। ସକାଳେ ଗୋଠକ ଯାକ ଛୁଆଙ୍କୁ ଗାଧେଇ ଦିଅନ୍ତି ଦାଦା। ଜାମା ପ୍ୟାଣ୍ଟ ପିନ୍ଧାଇ ସ୍କୁଲ ପଠାନ୍ତି। ସ୍କୁଲ ନ ଯିବା ଛୁଆଙ୍କୁ କାଖେଇ ବୁଲନ୍ତି। ଏତେ ବଡ଼ ପରିବାରରେ 4-5 ଜଣ ମାଇପି ଲୋକ, ମାତ୍ର ସେମାନେ ଖାଲି ବର୍ଷକୁ ବର୍ଷ ପିଲା ଜନ୍ମ କରନ୍ତି। ଛୁଆଙ୍କୁ ପାଳିବାକୁ ତର ନଥାଏ। ଦାଦା ବିଲବାରି ତଦାରଖ ବି କରନ୍ତି ଦିପହର ସାରା। ସଞ୍ଜକୁ ପିଲାଙ୍କୁ ଠୁଳ କରି ଗପ କହନ୍ତି, ଯେମିତି ରନ୍ଧା ସରିବା ଆଗରୁ କେହି ଢୁଳେଇ ନ ପଡ଼େ। ଏସବୁ ବାଦ ବନ୍ଧୁବାନ୍ଧବଙ୍କୁ ଶଙ୍ଖୁଳିବା, ଠାକୁର ବାଡ଼ି ସମ୍ଭାଳିବା କାମ ବି ଦାଦାଙ୍କର। ଗାଈ ଗୋରୁଙ୍କୁ ଠିକ୍ ସମୟରେ ମୁହାଁଇବା, ନଡ଼ାକୁଟା ପକେଇବା, ଗୁହାଳ ଠିକ୍ରେ ପୋଛା ହେଲା କି ନ ହେଲା ଦେଖିବା ଦାଦାଙ୍କ କାମ। ସମସ୍ତେ କ୍ଷୀର ଦହି ଖାଆନ୍ତି, ମାତ୍ର ଗୁହାଳ ଦ୍ୱାର କେହି ମାଡ଼ନ୍ତି ନାହିଁ। ପୋଖରୀ ମରା ହେବ, ନଡ଼ିଆ ଗଛ ଝଡ଼ା ହେବ, ଯାହାକୁ ଯାହା ଦେବାର କଥା ସୁରୁଖୁରୁରେ କରନ୍ତି ଦାଦା। କିନ୍ତୁ ଏସବୁ କାମ ପୁରୁଷ ପୁଅ ପାଇଁ କାମରେ ଗଣା। ସେଗୁଡ଼ାକ ମାଇପି କାମ। ତେଣୁ ଦାଦାଙ୍କ କାମରେ କିଛି ଯଶ ନଥାଏ। ବାପା କଚେରୀରେ କାମ କରନ୍ତି। ଘରେ ଜୋଇଁ କୁଣିଆ। ବାପା ଚାକିରି କରିଥିଲେ ବି ବଡ଼ ପୁଅ ବୋଲି ତାଙ୍କର ଦାଦାଙ୍କଠୁ ବେଶୀ ଖାତିର ପିଲା ଜାଣିବା ମୁସ୍କିଲ। ତେବେ ସମସ୍ତେ ଏତିକି ଜାଣିଥିଲେ ଯେ ବାପା ହେଉଛନ୍ତି ମୁରବୀ, ଦାଦା ହେଉଛନ୍ତି ସାବାଳକ ଆଶ୍ରିତ। ଘରେ ଯଦି ବାପା ଦାଦାଙ୍କର ହାଣ୍ଡି, ଚୁଲି, ଜମି ଜମା ଅଲଗା ହୋଇଯାଆନ୍ତା, ତେବେ ଦାଦାଙ୍କ ଅଂଶ ଜମିରୁ ଯେତେ ଆୟ ଆମଦାନୀ ହୁଅନ୍ତା, ସେତିକି ଆମଦାନୀ ବାପାଙ୍କ ଅଂଶ ଜମିରୁ ହୁଅନ୍ତା ନାହିଁ। ତା ସତ୍ତ୍ୱେ ଦାଦା ରହିଥାନ୍ତି ହାତ ଟେକାରେ। ସେଥିରେ ଦାଦାଙ୍କର ମନରେ ଦୁଃଖ ନଥାଏ, ବାପାଙ୍କ ମନରେ ଅସୂୟା ନଥାଏ। ସେଇଟା ମଧ୍ୟ 51ବର୍ତ୍ତୀ ପରିବାରର ନିୟମ। ଦାଦା ପିଲା ରଙ୍କୁଣା। ଦେଉଳ ଉପରେ ପାରାଦଳ ବସିବା ପରି ପିଲାଏ ଦାଦାଙ୍କ କାନ୍ଧରେ ପିଠିରେ ଚଢ଼ନ୍ତି। 2 କାନ୍ଧରେ 2 ଜଣ ପିଲାକୁ ଧରି ଦାଦା ଦାଣ୍ଡରେ ଚାଲୁଥିବାର ଦୃଶ୍ୟ ନୀତିଦିନିଆ। ପିଠିରେ ନାଉ କରି ବୁଲୁଥିବେ ବଡ଼ ପିଲାଙ୍କୁ। ତେବେ ପିଲାମାନଙ୍କ ଭିତରେ ସେଦିନର ବିଧାନ ଆଜିର ବିଧାନ ବାବୁ ଥିଲା ଦାଦାଙ୍କର ସବୁଠାରୁ ପ୍ରିୟ। ତାର ଏକମାତ୍ର କାରଣ ହେଉଛି ବିଧାନ ଥିଲା ପେଣ୍ଡାକ ଭୂତଖିଆଙ୍କ ଭିତରେ ଏକମାତ୍ର ଶ୍ରୀଫଳ। 51ବର୍ତ୍ତୀ ପରିବାରରେ ଘୋ ଘୋ ଭିତରେ ପାଠ ପ୍ରତି କାହାରି ଧ୍ୟାନ ନଥିଲା। ମୁରବୀ ନୁହେଁ କି ପିଲାଙ୍କର ବି ନୁହେଁ। ଗୋରୁପଲ ଜଗିବା ପାଇଁ ଗାଈଆଳ ପିଲା ଯେମିତି ନିଯୁକ୍ତି ହୋଇଥିଲା, ମ୍ୟାଟ୍ରିକ୍ ଫେଲ୍ ଟ୍ୟୁସନ୍ ମାଷ୍ଟରଟିଏ ସେମିତି ନିଯୁକ୍ତ ହୋଇଥିଲା ପିଲାଙ୍କୁ ଜଗିବା ପାଇଁ। ନାଁକୁ ପାଠପଢ଼ା, ବାକି ସମୟ ପିଲାଙ୍କ ମାଡ଼ ଫାଉଦାରୀରୁ ସାକ୍ଷୀ ପ୍ରମାଣ ଦେବା ପାଇଁ ମାଷ୍ଟ୍ରେ ସଜାଗ ଥିଲେ। ପିଲାଏ ପୋଖରୀରେ ବେଶୀ ସମୟ ବୁଡ଼ ମାରିବେ ନାହିଁ ବୋଲି ମାଷ୍ଟ୍ରେ ବାଡ଼ି ଧରି ପହରା ଦେଉଥିବେ। ସଞ୍ଜବେଳେ ଖେଳୁ ଖେଳୁ ମାଡ଼ପିଟ ହୋଇ ମୁଣ୍ଡ ଓଠ ଫଟାଫଟି ହେବେ ନାହିଁ ବୋଲି ମାଷ୍ଟ୍ରେ ବାଡ଼ି ଧରି ଠିଆ ହୋଇଥିବେ। ସଞ୍ଜବେଳେ ମଧ୍ୟ ମାଷ୍ଟରଙ୍କ ହାତରେ ଖଡ଼ି ନଥାଏ, ଥାଏ ବାଡ଼ି। ଗରିବ ମାଷ୍ଟର ବାପୁଡ଼ା ବ୍ୟତୀତ ଏ ପଙ୍ଗପାଳ ଦଳଙ୍କୁ ସମ୍ଭାଳିବ କିଏ? ବାପା ମା ମଧ୍ୟ ପିଲାଙ୍କ ଦୁଷ୍ଟାମି ନିଜେ ନ ସମ୍ଭାଳି
ମାଷ୍ଟରଙ୍କୁ ଡାକୁଥିବେ, ମାଷ୍ଟ୍ରେ ଆସିବଟି ଏଠିକି, ଦବଟି ଟୋକାକୁ ଦି ପାହାର। କେମିତି କଥା ମାନୁନି, ପଚାରିବଟି ତାକୁ। ମାତ୍ର ଦାଦା ପିଲାଙ୍କର ସବୁ ଅଳି ଅର୍ଦଳି ସହନ୍ତି, ଦିନେ କାହାକୁ ଟିପ ଛୁଆନ୍ତି ନାହିଁ। ସେଥିପାଇଁ କି କ'ଣ ଦାଦାଙ୍କର 4 ପୁଅ ଯାକ ବାଳୁଙ୍ଗା। ବିଧାନ ପିଲାଟି ଦିନରୁ ଶାନ୍ତଶିଷ୍ଟ, ପାଠପଢ଼ାରେ ମନ, ମାଷ୍ଟରଙ୍କ ବେତ ତାଠି ବାଜିନି, ସବୁ ଶ୍ରେଣୀରେ ଫାଷ୍ଟ। ତେଣୁ ବିଧାନ ହେଉଛି ଦାଦାଙ୍କର ଗୋଳାମାଳି। ସର୍ବଦା ବିଧାନ ବିଧାନ ହେଉଥାନ୍ତି। ବିଧାନ ଆଗ ବିରାଜ ପଛ, ବିଧାନ ଆଗ ବିରାଜ ପଛ। ଯଦି ବିରାଜ ଆଗ ହୋଇ ବିଧାନ ପଛ ହୋଇଥାନ୍ତା, ଲୋକେ କହିଥାନ୍ତେ ଦାଦା ପାତର ଅନ୍ତର କଲେ। ମାତ୍ର ବିଧାନ ଆଗ ବିରାଜ ପଛ ହେବାରୁ ଲୋକେ ଦାଦାଙ୍କୁ କହନ୍ତି ଦେବଦାସମାନେ। ନିଜ ପୁଅକୁ ପଛ କରି ଭାଇର ପୁଅକୁ ଆଗ କରିଛି। ବିରାଜ ସଦାସର୍ବଦା ଦାଦାଙ୍କଠୁ ଗାଳି ଖାଉଥାଏ ତାର ଦୁଷ୍ଟାମି ପାଇଁ। ବିଧାନ ସର୍ବଦା ବାହାବା ସାବାସ। ବିରାଜ ସମ୍ଭବ ସେଥିପାଇଁ ବେଶୀ ବାଳୁଙ୍ଗା ହୁଏ ଦାଦାଙ୍କ ଉପରେ ଆକ୍ରୋଶ ରଖି। ବିରାଜଟା ଦିନକୁ ଦିନ ପୁରା ବିଗିଡ଼ି ଯାଉଥାଏ। ତାର ଚେଲା ସାଜିଥାନ୍ତି ଅନ୍ୟ ଭାଇମାନେ। ବିଧାନର ମାଇନର ବୃତ୍ତି ପରୀକ୍ଷା ଦେବା ପାଇଁ 5 ମାଇଲ ଦୂର ହରିପୁର ସ୍କୁଲକୁ ଯିବାର କଥା। ମାତ୍ର ଯିବେ କେମିତି? ଗାଡ଼ି ମଟର ଚାଲୁନଥାଏ ସେତେବେଳେ। ଦାଦାଙ୍କୁ ସାଇକେଲ ଚଢ଼ି ଆସେନି। ବାପାଙ୍କୁ ସାଇକେଲ ଚଢ଼ି ଆସେ ଯେ କଚେରୀ କାମ ଛାଡ଼ି ସେ ଯାଇପାରିବେନି। ଦାଦା କହିଲେ ଚିନ୍ତା ନାହିଁ ବିଧାନ, ବିଧାନ ଦୁର୍ବଳିଆ ପିଲାଟିଏ, ଚାଲିପାରିବନି, ମୁଁ ତାକୁ କାନ୍ଧରେ ବସେଇ ନେଇଯିବି। କେବଳ ପରୀକ୍ଷା କେହି ଦିନ ନୁହେଁ, ମାସକ ଆଗରୁ ହରିପୁର ସ୍କୁଲର ଜଣେ ମାଷ୍ଟରଙ୍କ ପାଖରେ ବୃତ୍ତି ପରୀକ୍ଷାର ସମ୍ଭାବିତ ପ୍ରଶ୍ନାବଳୀ କରିବା ପାଇଁ ବିଧାନକୁ କାନ୍ଧରେ ବସେଇ ଦାଦା ଚାଲିଲେ ହରିପୁର। ଖରା ଦିନ, ତତଲା ବାଲି ପାଦ ପଡ଼ିଯାଉଥାଏ। ଦାଦାଙ୍କୁ ନିଶ୍ଚୟ କଷ୍ଟ ହେଉଥିବ, କାରଣ ଖାଲି ପାଦ। ଦାଦା ଚପଲ ପିନ୍ଧନ୍ତି ନାହିଁ। ବାପା ଚପଲ ପିନ୍ଧନ୍ତି, କାରଣ ସେ କଚେରୀରେ କାମ କରନ୍ତି। ବିଲବାରି ବୁଝୁଥିବା ଗାଉଁଲି ମଣିଷ କିଏ ବା ଚପଲ ପିନ୍ଧୁଥିବା ସେ କାଳେ? ଯଦି କିଏ ପିନ୍ଧିଥାନ୍ତା, ଲୋକେ କହିଥାନ୍ତେ ଫ୍ୟାସନ କାଢ଼ୁଛି। ତେଣୁ ଦାଦାଙ୍କ ପାଦ ତଳେ ଚାଲି ଚାଲି ଫୋଟକା ହେଇଗଲେ ବି ଦାଦା ଚପଲ ପିନ୍ଧିବି ବୋଲି ମନ କରିନାହାନ୍ତି। ଦାଦାଙ୍କ ପାଇଁ ହଳେ ଚପଲ କିଣି ନ ପାରିବା ଭଳି ଦୁରାବସ୍ଥା ନଥିଲା ଘରର। କିନ୍ତୁ କାହାରି ମୁଣ୍ଡକୁ ସେ କଥା ଢୁକିନି। କାହିଁକି ବା ଢୁକନ୍ତା? ଦାଦା ତ ରୋଜଗାରିଆ କାରବାରୀ ପୁରୁଷ ନଥିଲେ, 5 ଜଣରେ ଜଣେ ହୋଇ ବସୁନଥିଲେ, କାହିଁକି ଚପଲ ମାଡ଼ନ୍ତେ? ବିଧାନ ଦାଦାଙ୍କର କାନ୍ଧରେ ବସିଥାଏ, ମୁଣ୍ଡ ଉପରେ ଛତା। ଦାଦା ଡଗଡଗ ହୋଇ ଚାଲନ୍ତି ତତଲା ବାଲିରେ। ହରିପୁରଟି ପହଞ୍ଚିଲା ବେଳକୁ ଦାଦାଙ୍କ ପାଦ ଦୁଇଟା ନଥାଏ। ବିଧାନର ପଢ଼ା ସରିବା ଯାଏଁ ଦାଦା ସ୍କୁଲ ବାରଣ୍ଡାରେ ବସି ହାଲିଆ ମେଣ୍ଟାନ୍ତି। ବିଧାନ ଆସିଲେ ତାକୁ ବଜାରରେ ଜଳଖିଆ ଖୁଆନ୍ତି, ନିଜେ ପିଅନ୍ତି ଚା, କେବେ କେବେ 2ଟା ଶୁଖିଲା ବରା। ବିଧାନକୁ କାନ୍ଧେଇ ଫେରିଲା ବେଳେ ପଚାରନ୍ତି, ବାଧା ଲାଗୁଛି କିରେ ବାପା? ମୋତେ କିଏ ବାଧା ଲାଗିବ? ତମେ ତ ଦିନକୁ 10-20 ମାଇଲ ଚାଲୁଛ ତତଲା ବାଲିରେ, ମୁଁ ମଜାରେ କାନ୍ଧରେ ବସିଛି। ହେଲେ ପାଠ ପଢ଼ା କରୁଛୁ, ମୁଣ୍ଡ ଖର୍ଚ୍ଚ ବଡ଼ ବାଧା। ଭାଇ ବି ସେମିତି ଚାକିରି କଚେରୀ କାମ କରୁଛନ୍ତି ମୁଣ୍ଡ ଖର୍ଚ୍ଚ କରି। ମୋର କି କାମ? ଗଲି, ଆଇଲି, ଖାଇଲି, ପିଇଲି, ବାସ୍। ମୁଣ୍ଡ ଗରମ ହେବାର କିଛି ନାହିଁ, ବାଧା କାହିଁ ଲାଗିବ? କିନ୍ତୁ ଦାଦା, ତମ ଗୋଡ଼କୁ ତ ବାଧା ହେଉଥିବ। ତତଲା ବାଲିରେ ତମ ପାଦରେ ଫୋଟକା ବାହାରିଗଲାଣି। ଦାଦା ତାଙ୍କ ଲମ୍ବ ଚିପୁକକୁ ଓସାର କରିଦେଇ ଅମାୟିକ ହସ ହସି ଦେଇ କହିଥିଲେ, ହଉ, ସବୁଦିନକୁ କ'ଣ କଷ୍ଟ ରହିବ? ତୋର ତ ପରୀକ୍ଷା ଆସି ସରିଲା, ବୃତ୍ତି ପାଇ ତୁ ହରିପୁର ହାଇସ୍କୁଲରେ ହଷ୍ଟେଲରେ ରହି ପଢ଼ିବୁ, ବଡ଼ ଅଫିସର ହବୁ, ସବୁ ଭବିଷ୍ୟତରେ। ଆମ ବଂଶର ନାଁ ତୁଇ ତ ରଖିବୁ। ବିଧାନ ଅଶ୍ରୁ ବିଗଳିତ ସ୍ୱରରେ କହିଥିଲା, କିନ୍ତୁ ଦାଦା, ମୋତେ କାନ୍ଧରେ ବୁହାଇ ବୁହାଇ ତମର 2ଟା ଯାକ ପାଦରେ ଫୋଟକା ବାହାରି ପଡ଼ିଲା ବୋଲି ମନରେ ଭାରି ଦୁଃଖ। ଦୁଃଖ କାହିଁକିରେ ପାଗଳା? ବଡ଼ ଚାକିରି କଲେ ମୋତେ ହଳେ ଚଟି କିଣିଦେବୁନି କି? ଦାଦା ଆଶ୍ୱାସନା ଦେଲେ। ଚକିତ ଉଲ୍ଲାସରେ ବିଧାନ ପଚାରିଥିଲା, ତମକୁ ଚଟି କିଣିଦେଲେ ତମେ ପିନ୍ଧିବଟି ଦାଦା? ନ ପିନ୍ଧିବି କାହିଁକିରେ? ମୁଁ ନିକମା ବୋଲି ଆଉ କାହା ପଇସାରେ ଚଟି ପିନ୍ଧିଲେ ଲୋକ ହସିବେ, ପୁଅ ପଇସାରେ ପିନ୍ଧିଲେ କ'ଣ ଲୋକ ହସିବେ? ଦାଦା ଆତ୍ମବିଶ୍ୱାସ ସହ କହିଥିଲେ। ମୁଁ ଚାକିରି କଲେ ତମ ପାଇଁ ନିଶ୍ଚୟ ଚପଲ କିଣିଦେବି, ବିଧାନ କହିଥିଲା। ତୁ କିଣିଦେଲେ ମୁଁ କ'ଣ ଖାଲି ପିନ୍ଧିବିନି, ରାସ୍ତାରେ ଚାଲି ଚାଲି ସମସ୍ତଙ୍କୁ ଦେଖେଇବି, ଦାଦା କହିଥିଲେ। ବିଧାନ ବୃତ୍ତି ପାଇଥିଲା। ସାନ ଗାଁଟିର ଆହୁରି ସାନ ବଜାରରେ ଚହଳ ପଡ଼ିଯାଇଥିଲା ଯେ ମହାନ୍ତି ଘର ପିଲାଟିଏ ବୃତ୍ତି ପାଇଛି। ବାପାଙ୍କୁ ଘୋଷାମୋଡ଼ା କରୁ କରୁ ବାରିକ ପଚାରିଲା, ଆଜ୍ଞା, ଆପଣଙ୍କ ପୁତୁରା ପରା ବୃତ୍ତି ପାଇଲା? ଯାହା ହେଉ, ସାଆନ୍ତ ଘର ନାଁ ରଖିଲା। ବାପା ବ୍ରହ୍ମଚାପୁଡ଼ାଟିଏ ଦେଇଥିଲେ ବାରିକକୁ।
ଆଖି ନାଲି କରି କହିଥିଲେ, ହଇରେ ଶଳା, ଆଜି ଯାଏଁ ଜାଣିନୁ ବିଧାନ ମୋର ପୁଅ ବୋଲି? କହୁଛୁ କ'ଣ ନା ପୁତୁରା? ଯା ବଜାରରେ ବୁଲି ବୁଲି କହିବୁ ମୋ ପୁତୁରା ନୁହେଁ, ପୁଅ ବିଧାନ ବୃତ୍ତି ପାଇଛି। ବାପା ଟଙ୍କା 10ଟା ବକ୍ସିସ୍ ଦେଇଥିଲେ ବାରିକକୁ। ବାରିକ ଦାନ୍ତ ନିକୁଟି କହିଥିଲା, ସାନ ସାଆନ୍ତେ କାନ୍ଧରେ ବସେଇ ହରିପୁର ସ୍କୁଲକୁ ନେଉଥିଲେ, ସେଇଥିପାଇଁ ଭାବିଲି ପୁତୁରା। କ'ଣ ହେଲା ସେଇଠୁ? ପୁଅ କିଏ ପୁତୁରା କିଏ? ପୁତୁରାକୁ କାନ୍ଧରେ ବସେଇ ନିଅନ୍ତାନି କି? ମୋତେ ବେଳ କାହିଁ? ବାପା ରାଗରେ କହିଥିଲେ। ଦାଦା ଶୁଣି ବହେ ହସିଥିଲେ। କହିଥିଲେ, ବିଧାନକୁ ଜନ୍ମ କରି ଭାଉଜଙ୍କ ଗଲା ଗଲା ଡାକ ପଡ଼ିଲା। ଭାଇ ନିଜେ ମୋ ସ୍ତ୍ରୀକି ଡାକି କହିଲେ, ଆଜିଠୁ ଏ ପିଲା ତୁମର ଆଗ, ବାକି ସମସ୍ତେ ପଛ। ତା ମା ଆଉ ବଞ୍ଚିବା ଭଳି ଦିଶୁନି, ପୁଣି ଆଜି ବିଧାନ ବୃତ୍ତି ପାଇବାରୁ କହୁଛନ୍ତି ବିଧାନ ତାଙ୍କ ପୁଅ। ଭାଗ୍ୟକୁ ଭାଉଜ ବଞ୍ଚିଗଲେ, କିନ୍ତୁ ଭାଇଙ୍କ କଥାକୁ ମାନି ବିଧାନ ମୋର ଆଗ, ବାକି ସମସ୍ତେ ପଛ। ବାପାଙ୍କ ଯିବାର ଅନେକ ଦିନ ପରେ ମଧ୍ୟ ଦାଦା ବାରିକର ବ୍ରହ୍ମଚାପୁଡ଼ା ଖିଆ ମନେ ପକେଇ ପକେଇ ହସନ୍ତି। ପୁଣି ଦୀର୍ଘଶ୍ୱାସ ଛାଡ଼ନ୍ତି ଯେ ବିଧାନ ଏତେ ପାରିବାର ହେଲା, ପାଠ ପଢ଼ିଲା, ବଡ଼ ଅଫିସର ହେଲା, ହଜାର ହଜାର ଟଙ୍କା ରୋଜଗାର କଲା, ଭାଇ କିଛି ଦେଖିଲେନି। ସତକୁ ସତ ବିଧାନ ବାବୁଙ୍କର ବାପା 52 ଘାଟରେ ଚାଲିଗଲେ। ବିଧାନ ବାବୁଙ୍କୁ ସେତେବେଳେ 13 କି 14 ବର୍ଷ। ତାପରେ ସେ ନିଜର ନିଷ୍ଠା ଓ ଉଚ୍ଚ ପଦବୀରେ ରହିଲେ, କିନ୍ତୁ ଦାଦା କିଛି କରିନାହାନ୍ତି ବୋଲି କହିହେବ କି? ବିଧାନ ବାବୁ ବୃତ୍ତି ପାଇଲେ ସତ, ସେତିକିରେ କ'ଣ ସବୁ ଭରଣା ହେଇଗଲା? ଦାଦା ଗାଁରୁ ଚୁଡ଼ା, ଚାଉଳ, ମୁଢ଼ି, ଗୁଡ଼, ମୁଆଁ, ନଡ଼ିଆ, ଘିଅ ବାଡ଼ି ଧରି ଆସନ୍ତି। ବଡ଼ି ବିଧାନ ବାବୁ ମେସ୍ କରି ରହିଥାନ୍ତି। ଚାକିରି ପାଇବା ପରେ ମଧ୍ୟ ଦାଦା ଚାଉଳ ବନ୍ଦ କରିନାହାନ୍ତି। ବିଧାନ ବାବୁ ଦାଦାଙ୍କୁ ମାନୁଥାନ୍ତି। ଦାଦାଙ୍କ ପାଇଁ ଧଇଁ ରୋଗ ପାଇଁ ଚ୍ୟବନପ୍ରାଶ, ଭିଟାମିନ୍, ଔଷଧ, ଦାଦାଙ୍କ ପାଇଁ ମିଠା, ଫଳ ସବୁ ଗାଁକୁ ପଠାନ୍ତି। ଦାଦା ସେତିକିରେ ଖୁସି, ଆଶୀର୍ବଚନ ଢାଳି ଦିଅନ୍ତି ବାବୁଙ୍କୁ। ବିଧାନ ବାବୁ ଚାହୁଁ ଚାହୁଁ ଦର ବୁଢ଼ା ହୋଇଗଲେ, ଆଉ ଦାଦା ଥୁରଥୁର ବୁଢ଼ା, ଆଉ ସହରକୁ ଆସିପାରନ୍ତି ନାହିଁ। ପୁଅ ବୋହୂଙ୍କଠାରୁ ସେବା ଶୁଶ୍ରୂଷା ଯେତେ ମିଳିବାର କଥା ମିଳେନି। ନୀତି ବୁଢ଼ାଙ୍କୁ କିଏ ପଚାରେ? ବିଧାନ ବାବୁ ମଧ୍ୟ ଆଜି କଟକ, କାଲି କୋରାପୁଟ ଚାକିରିରେ ପିଲା କବିଲାଙ୍କୁ ନେଇ ସିନା ବୁଲୁଥାନ୍ତି, ବୁଢ଼ାବୁଢ଼ୀଙ୍କୁ ନେଇ କେତେ ଆଡ଼େ ବୁଲିବେ। ଦାଦା ଖୁଡ଼ି ମଧ୍ୟ ଗାଁ ଛାଡ଼ି ସବୁଦିନ ପାଇଁ ସହରକୁ ଆସିବେନି। ତାଙ୍କୁ କ'ଣ ସହର ଭଲ ଲାଗିବ? ଆଜିକାଲି ଦାଦା ଚାଲବୁଲ କରିପାରନ୍ତି ନାହିଁ। ଖୁଡ଼ି ତାଙ୍କୁ ଘୋଷାରୁଥାନ୍ତି, ଧଇଁ ରୋଗଟା ବଢ଼ିଯାଇଛି, ଦିହ ଦୁର୍ବଳ, ବୟସ ବେଜାଏ, ପାଚିଲା ଆମ୍ବ। ବିଧାନ ବାବୁ ମଧ୍ୟ ଦାୟିତ୍ୱ ଜଞ୍ଜାଳ ଛାଡ଼ି ଗାଁରେ ମାସେ 15 ଦିନ ରହିପାରନ୍ତି ନାହିଁ। ମିଠାମିଠି ଧରି ଯାଆନ୍ତି, ପରଦିନ ଲେଉଟି ଆସନ୍ତି। ସେଥର ଦାଦାଙ୍କ ଅବସ୍ଥା ଆଉ ଭଲ ଜଣାପଡ଼ୁନଥିଲା। ସାଇ ପଡ଼ିଶା, ବନ୍ଧୁବାନ୍ଧବ ଭଲ ମନ୍ଦ ଖାଇବା ଜିନିଷ ଧରି ଦେଖିବାକୁ ଆସିବା ଆରମ୍ଭ କଲେଣି। ଅର୍ଥାତ୍ ଏଥର ଉପରୁ ଡାକରା ଆସିବାର ଲଗ୍ନ ଉପସ୍ଥିତ। ଖବର ପାଇ ବିଧାନ ବାବୁ ଗଲେ। କନ୍ଦରପୁର ରସଗୋଲା ଠିକିଏ ନେଇଥାନ୍ତି। ଦାଦା ରସଗୋଲା ପ୍ରିୟ, ମାତ୍ର ଦାଦାଙ୍କ ରସଗୋଲା ଭାଗ ବିଧାନ ବାବୁ ହିଁ ଆତ୍ମସାତ କରନ୍ତି। ଚିତ୍ରା ଦାଦାଙ୍କ ପାଖରେ ବସି ରସଗୋଲା ଖୁଆଇଲେ। ପାଟିକି ରସଗୋଲା ନେବା ଆଗରୁ ଦାଦା ପଚାରିଲେ, ବିଧାନକୁ ରସଗୋଲା ଦେଲଣିଟି? ଯେମିତି ବିଧାନ ବାବୁ ସେମିତି ଟକଳା ଛୁଆ ହୋଇ ରହିଛନ୍ତି। ବିଧାନ ବାବୁଙ୍କ ଆଖି ଜକେଇଲା। ଆଉ କ'ଣ ଇଚ୍ଛା ମନ ଖୋଲି କହିଦିଅ, ପୁତୁରା ଆସିଛନ୍ତି, ଟଙ୍କାର ଅଭାବ ନାହିଁ, ଯାହା କହିବ କଟକରୁ ନେଇ ଆସିବେ, ଗାଡ଼ିରେ ଆସିଛନ୍ତି, ଚିନ୍ତା କ'ଣ? ସାଇ ପଡ଼ିଶାଏ ପଚାରୁଥାନ୍ତି ବୁଢ଼ାଙ୍କୁ। ଦାଦାଙ୍କର କୋଟରଗତ ଆଖି କୋଣରୁ ନେନ୍ଦ୍ରା ମିଶା ଲୁହ ବାହାରି ଆସିଲା। ଥର ଥର ସ୍ୱରରେ କହିଲେ, ବିଧାନ ମୋର ପୁତୁରା ନୁହେଁ, ପୁଅ। ମୋ ପୁଅ ଭାଇଙ୍କର ପୁଅ। ପୁଅ ଛଡ଼ା ସେ କାହାରି ପୁତୁରା ହେଇପାରିବନି। ହଉ ହେଲା, ସେ ତ ତମ ପୁଅ ବୋଲି ହାଟ ବଜାର ସମସ୍ତେ ଜାଣନ୍ତି। ଭାଇଙ୍କଠୁ ବାରିକ ସେଥିପାଇଁ ବ୍ରହ୍ମଚାପୁଡ଼ା ଖାଇଥିଲା, ମନେ ନାହିଁ? ଖୁଡ଼ି କହିଲେ। ଦାଦାଙ୍କ ମୁହଁରେ ହସ ଫୁଟିଲା। ଅତୀତକୁ ସୁମରି କହିଲେ, ଭାଇ ବି ପିଲାଙ୍କଠୁ ବଳି ପଡ଼ିଲେ ସେଦିନ। ହଉ ଏଥର କୁହ, କ'ଣ ତୁମର ଇଚ୍ଛା? କିଏ ଜଣେ ପଚାରିଲା। ଇଚ୍ଛା? ହଁ, ବହୁଦିନରୁ ଇଚ୍ଛା ଥିଲା ଚପଲ ହଳେ ପିନ୍ଧନ୍ତି। ଭାଇଙ୍କର ସରିସା ମୁଁ ନୁହେଁ, ତେବେ ଭାଇଙ୍କ ଭଳି ଚପଳ ହଳେ ପିନ୍ଧି ରାସ୍ତାରେ ଚାଲନ୍ତି। ବିଧାନ କହିଥିଲା। ପିଲାଦିନ କଥା ଭୁଲି ଯାଇଛି। ନଇଲେ ସେ କ'ଣ ଛାର ଚପଲ ହଳେ କିଣି ଦେଇ ପାରିନଥାନ୍ତା? ଆଉ କ'ଣ ହେବ, ପାଦ ଫୁଲି ଏଡ଼େ, ଆଉ ଚପଲ ପଶିବନି। କେଜାଣିବା ଯଦି ପାଦ ଫୁଲା କମିଯାଏ, କବିରାଜ ତ କହିଛନ୍ତି। ଗୋଦର ଗୋଡ଼ ଭଳି ଫୁଲିଥିବା ପାଦ ପେଣ୍ଡାକୁ ବିକଳରେ ଚାହିଁଲେ ଦାଦା। ମରଣ ଦୁଆରେ ଠିଆ ହେଇଛି ଜାଣିଲେ ମଧ୍ୟ ମରିବାକୁ କିଏ ଚାହେଁ? ଦାଦାଙ୍କ କଥାରେ ବିଧାନ ବାବୁଙ୍କର ଛାତି ଭିତରଟା କୋରି ହେଇଗଲା। ସତକୁ ସତ
ଛାର ଚପଲ ହଳେ ଦାଦାଙ୍କ ଜୀବନକାଳ ଭିତରେ କିଣିପାରିଲେ ନାହିଁ। ବିଧାନ ବାବୁ ଗ୍ଲାନିରେ ମ୍ରିୟମାଣ ହୋଇଗଲେ। ଚପଲ କିଣିଦେବା କଥା ସେ ଯେ ଭୁଲି ଯାଇଥିଲେ ସେ କଥା ନୁହେଁ। କେମିତି ଭୁଲିବେ? ଦାଦାଙ୍କ କାନ୍ଧରେ ବସି ପରୀକ୍ଷା ଦେବାକୁ ଯିବା କଥା, ବୃତ୍ତି ପାଇବା କଥା କ'ଣ ଭୁଲି ହୁଏ? କିନ୍ତୁ ସେ କେବେ ଭାବିନଥିଲେ ଯେ ଦାଦା ସତକୁ ସତ ଚପଲ ହଳେ ପିନ୍ଧିବା ପାଇଁ ମନରେ ଅଭିଳାଷ ପୋଷଣ କରିଥିବେ। ଭାବିଥିଲେ ଦାଦା ପିଲାଦିନ ବହଲେଇବା ପାଇଁ ଏଇପରି କହିଥିଲେ। ଦାଦା ଯଦି ସତକୁ ସତ ଏପରି ଏକ ଅଭିଳାଷ ପୋଷଣ କରିଥିଲେ, ଅନ୍ତତଃ ଖୁଡ଼ି ବିଧାନସଭାଙ୍କୁ ନଇଲେ ଚିତ୍ରାକୁ ମନେ ପକାଇ ଦେଲେ ନାହିଁ କାହିଁକି? ଖୁଡ଼ି ଏତେ କଥା କହନ୍ତି, ଗରମ ଚାଦର, ଔଷଧ, ଛତା ଯାହା ଲୋଡ଼ା ମନେ ପକାଇ ଦେଇଛନ୍ତି, ଅଥଚ ସଙ୍କୋଚ କଲେ ପରା। କାରଣ ବିଧାନବାବୁ ପୁଅ ନୁହେଁ ପୁତୁରା। ପୁଅ ହୋଇଥିଲେ ମାଗିଥାନ୍ତେ ସତରେ। ବିଧାନବାବୁ ମଧ୍ୟ ଥରେ ଦୁଇଥର ଭାବିଛନ୍ତି ଦାଦାଙ୍କ ପାଇଁ ଚପଲ କିଣିଦେବେ। ପୁଣି ଭାବିଛନ୍ତି ଦାଦା ଚପଲ ପିନ୍ଧି ଯିବେ କେଉଁଠିକି? ସତରେ କ'ଣ ପିନ୍ଧିବେ? ତେବେ ସମସ୍ତଙ୍କ ଭଳି ବିଧାନବାବୁ ମଧ୍ୟ କ'ଣ ଭାବିଲେ ଯେ ଦାଦାଙ୍କ ଭଳି ନିକମା ଲୋକ ଚପଲ ପିନ୍ଧିବାର କଥା ନୁହେଁ? କଥା ଦେଇ ଚପଲ କିଣି ନ ଦେବାଟା କ'ଣ ପ୍ରମାଣ କରୁନାହିଁ ଯେ ବିଧାନବାବୁ ମଧ୍ୟ ଦାଦାଙ୍କୁ ଟିକେ ତଳେଇ ଦେଖିଲେ? ମନ ମାରି ବିଧାନବାବୁ ଲେଉଟି ଆସିଲେ। କିନ୍ତୁ ସେଇ ଦିନ ଚପଲ ହଳେ ଦାଦାଙ୍କ ପାଦ ମାପରେ କିଣିନେଲେ। ଭଗବାନ କଲେ ପାଦ ଫୁଲା କମିଯିବ, ଦାଦା ଅନ୍ତତଃ ଚପଲଟା ଥରେ ଗୋଡ଼ରେ ପୂରେଇବେ। ଦାଦାଙ୍କ ପାଦ ଫୁଲା ସତକୁ ସତ କମିଯାଇଥିଲା। ଦାଦା ଖୁସି ହେଉଥିଲେ ନିଜର ଚମ ଧୁଡ଼ୁଧୁଡ଼ୁ ପାଦକୁ ଚାହିଁ। ବିଧାନବାବୁ ଦାଦାଙ୍କ ପାଦରେ ଚପଲ ଦୁଇଟି ଗଳାଇ ଦେଲା ବେଳେ ବାଳୁଙ୍ଗା ନାତି ନାତୁଣୀମାନେ ଖେଁ ଖେଁ ହସି ଉଠିଲେ। କିଏ ଜଣେ କହିଲା, ଜେଜେ ବଙ୍କୁଲି ବାଡ଼ି ଧରି କଚେରୀ ଯିବେ ପରା। ଭାଗ୍ୟ ଭଲ ଦାଦାଙ୍କୁ ଭଲ ଶୁଭୁନି, କିନ୍ତୁ ମାଇପମାନେ ଓଠ ଟିପି ଟିକେ ହସିଥିଲେ। କିଏ ଜଣେ ଫୁସ୍ଫୁସ୍ କରି କହିଲା, ବୁଢ଼ାର ମଲା ବେଳକୁ ସଉକି ବାହାରୁଛି, ଏଣେ ଅଣଚାଷ ପବନ ବୋହିଲାଣି। ବିଧାନବାବୁ ନିଜକୁ ଅପରାଧୀ ମଣୁଥିଲେ। କାହିଁକି କରୁଥିଲେ ଏ ପ୍ରହସନ? ନିଜକୁ ଗ୍ଲାନିମୁକ୍ତ କରିବା ପାଇଁ ସେ ଚପଲ କିଣିଛନ୍ତି, ଦାଦା ପିନ୍ଧିବା ପାଇଁ ନୁହେଁ। ସେ କଥା ସେ ନିଜେ ନୁହନ୍ତି, ଉପସ୍ଥିତ ସମସ୍ତଙ୍କୁ ଜଳ ଜଳ ଦିଶୁଛି। କ'ଣ ଦରକାର ଥିଲା ମରଣମୁଖା କତର ଲଗା ଦାଦାଙ୍କ ପାଇଁ ଚପଲ ହଳେ କିଣି ଆଣିବା? ଦାଦା ଚାଲିଗଲେ। ଚପଲ ଦୁଇଟି ଥୁଆ ହୋଇଥାଏ ଗୋଡ଼ ପାଖରେ। ମଲା ପର୍ଯ୍ୟନ୍ତ କହୁଥିଲେ, ଥାଉ, ମୁଁ ବିଧାନ କିଣିଦେଇଛି, କାଳେ ପୁଣି ଉଠିବି, ଆଉ ଚାଲିପାରିବି। ଅନ୍ତତଃ ବିଧାନ କିଣିଦେଇଥିବା ଚପଲ ହଳକ ମଡ଼ାଇ ଚାଲିବା ପାଇଁ ମୋତେ ଭଗବାନ ବଞ୍ଚେଇ ଦିଅନ୍ତେ ନାହିଁ। ମଲାବେଳକୁ ବଡ଼ ବିକଳ ହେଉଥିଲେ ବଞ୍ଚିବା ପାଇଁ। ବିଧାନବାବୁ କିଣିଦେଇଥିବା ଚପଲ ହଳକର ଏତେ ଜୋର କାହିଁ ଯେ ସେ ଦାଦାଙ୍କ ଲେଉଟାଣି ଗାଳିକୁ ଅଟକାଇ ଦେଇଥାନ୍ତା। ଦାଦାଙ୍କ କ୍ରିୟାକର୍ମ ପରେ ଦାଦାଙ୍କ ସନ୍ତକ ସ୍ୱରୂପ ବିଧାନବାବୁ ଚପଲ ହଳକ ମୁଣ୍ଡରେ ଲଗାଇ କାଖରେ ଜାକି ନେଇ ଆସିଲେ, ଯାହା ଦେହରେ ଥରେ ମାତ୍ର ଦାଦାଙ୍କର ପାଦ ସ୍ପର୍ଶ ଲାଗିଥିଲା। 14 ବର୍ଷ ପରେ ଭରତଙ୍କୁ ଫେରିବା ପ୍ରତିଶ୍ରୁତି ଦେଇଥିଲେ ରାମଚନ୍ଦ୍ର। ଦାଦା ସେପରି ପ୍ରତିଶ୍ରୁତି ଦେଇନାହାନ୍ତି। କିନ୍ତୁ ଉଦାସ ଖରାଦିନେ ଧୁ ଧୁ ଦ୍ୱିପ୍ରହରରେ ପୃଥ୍ୱୀ ଜଳିବା ବେଳେ ଦାଦା ସେହି ଚପଲ ହଳକ ପିନ୍ଧି ଧପ ଧପ ପଦାଘାତ କରି ଚାଲନ୍ତି ବିଧାନବାବୁଙ୍କ ଛାତି ଉପରେ। ଆପଣମାନେ ଶୁଣିଲେ ଡକ୍ଟର ପ୍ରତିଭା ରାୟଙ୍କର କାହାଣୀ ପାଦୁକା ପୂଜା। କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଲେଖିବେ। ଆଉ ଚ୍ୟାନେଲକୁ ମୋର ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଆଗକୁ ଆହୁରି ଅନେକ କାହାଣୀ, ଅନେକ କବିତା ଶୁଣିବା। ଧନ୍ୟବାଦ।